ତିନି ଜଣଙ୍କର ଶୟନ କକ୍ଷ। ସେହି ସନ୍ଥ ପୁରୁଷ ଧନ୍ୟ ଯାହାଙ୍କ ହୃଦୟରେ ଭଗବାନ ବାସୁଦେବ ସର୍ବଦା ବାସ କରନ୍ତି। ସେହି ଭକ୍ତ ମଧ୍ୟ ଭାଗ୍ୟଶାଳୀ ଯିଏ ତାଙ୍କର ସାନ୍ନିଧ୍ୟ ଲାଭ କରିଛନ୍ତି। ଏହିପରି ଦୁଇ ଜଣ ଭାଗ୍ୟବାନ ଭକ୍ତ ଥିଲେ, ତାତ୍ୟା କୋତେ ପାଟିଲ ଏବଂ ଭକ୍ତ ମହଲସାପତି। ଉଭୟ ବାବାଙ୍କର ସାନ୍ନିଧ୍ୟରୁ ବହୁ ଭାବରେ ଉପକୃତ ହୋଇଛନ୍ତି। ଉଭୟଙ୍କର ପ୍ରତି ବାବାଙ୍କର ସମାନ ପ୍ରେମ ଥିଲା। ଏହି ତିନି ଜଣ ଅର୍ଥାତ୍ ବାବା, ତାତ୍ୟା ଓ ମହଲସାପତି ଯଥାକ୍ରମରେ ମସଜିଦରେ ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗକୁ ମୁଣ୍ଡ କରି ଏପରି ଶୋଉଥିଲେ ଯେ ପରସ୍ପରଙ୍କ ଗୋଡ଼ ଗୋଟିଏ ସ୍ଥାନରେ ମିଶୁଥିଲା। ବିଛଣାରେ ଗଡ଼ି ଅଧରାତି ପର୍ଯ୍ୟନ୍ତ ସେମାନେ ପ୍ରେମ ସହକାରେ ବାର୍ତ୍ତାଳାପ କରୁଥିଲେ ଓ ନାନା ବିଷୟରେ ଚର୍ଚ୍ଚା କରୁଥିଲେ। ଯଦି କାହାକୁ ନିଦ ଆସିଯାଉଥିଲା, ଆଉ ଜଣେ ତାଙ୍କୁ ଉଠାଇ ଦେଉଥିଲେ। ଯଦି ତାତ୍ୟା ଆଗ ଘୁଙ୍ଗୁଡ଼ି ମାରୁଥିଲେ, ବାବା ତାଙ୍କୁ ହଲାଇ ତାଙ୍କର ମୁଣ୍ଡକୁ ଜୋରରେ ଚିପି ଦେଉଥିଲେ। ମହଲସାପତିଙ୍କୁ ନିଦ ଆସିଗଲେ ବାବା ତାଙ୍କୁ ନିଜ ଆଡ଼କୁ ଭିଡ଼ି ଆଣି ଗୋଡ଼ରେ ଠେଲି ଦେଇ ପିଠି ଥାପୁଡ଼ି ଦେଉଥିଲେ। ସେହି ଦିନଗୁଡ଼ିକ ଏପରି ସୁଖକର ଥିଲା ଯେ ତାତ୍ୟା ନିଜର ପିତାମାତାଙ୍କୁ ଘରେ ଛାଡ଼ି ବାବାଙ୍କ ପ୍ରତି ପ୍ରେମବଶ ହୋଇ 14 ବର୍ଷ କାଳ ମସଜିଦରେ ବାସ କଲେ। ବାସ୍ତବିକ ଏହା କ'ଣ କେବେ ବିସ୍ମୃତ ହୋଇପାରିବ? ଏହି ପ୍ରେମକୁ କ'ଣ କୁହାଯିବ? ବାବାଙ୍କର କୃପା କିପରି ଆକଳନ କରାଯିବ? ପିତାଙ୍କ ମୃତ୍ୟୁ ପରେ ତାତ୍ୟାଙ୍କ ଉପରେ ଜମିବାଡ଼ି ଦାୟିତ୍ୱ ପଡ଼ିଲା, ତେଣୁ ସେ ଘରକୁ ଫେରି ଆସିଲେ।